नमस्कार। ଆଜି ଆମେ ଜଣେ ବିଶିଷ୍ଟ ଭାରତୀୟ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀଙ୍କୁ ମିଳିଥିବା ଏକ ବଡ଼ ସମ୍ମାନ ବିଷୟରେ ଟିକେ ଗଭୀର ଭାବେ ଦେଖିବା। ହଁ ନିଶ୍ଚୟ। ଆମ ପାଖରେ ଗୋଟେ ଲେଖାର ଅଂଶ ଅଛି, ଆଲମେଲ ଭାଲି, ଫରାସୀ ସମ୍ମାନିତା ଭରତନାଟ୍ୟମ୍ ଏକ୍ସପୋନେଣ୍ଟ। ଆଚ୍ଛା। ତ ଆସନ୍ତୁ ବୁଝିବା ଏହି ସମ୍ମାନର ମହତ୍ତ୍ୱ କ'ଣ। ହୁଁ। ତ ମୁଖ୍ୟ କଥା ହେଲା ଯେ ପ୍ରଖ୍ୟାତ ଭରତନାଟ୍ୟମ୍ ନୃତ୍ୟଶିଳ୍ପୀ ଆଲମେଲ ଭାଲିଙ୍କୁ 2004 ମସିହାରେ ଫ୍ରାନ୍ସ ସରକାର ଗୋଟେ ପୁରସ୍କାର ଦେଇଥିଲେ। ହଁ 2004। ସେ ପୁରସ୍କାରର ନାଁ ହେଉଛି ଶେଭାଲିୟର ଅଫ୍ ଆର୍ଟ୍ସ ଆଣ୍ଡ ଲେଟର୍ସ, ମାନେ ଓଡ଼ିଆରେ କହିଲେ ଶେଭାଲିୟର ଅଫ୍ ଆର୍ଟ୍ସ ଆଣ୍ଡ ଲେଟର୍ସ। ହଁ ଶେଭାଲିୟର। 2004 ଏଇଟା ତ ବେଶ କିଛି ବର୍ଷ ତଳର କଥା। ହଁ ହଁ ନିଶ୍ଚୟ 2004। ଏଇଠି ଗୋଟେ ମଜାଦାର କଥା ଅଛି ବୁଝିଲେ। କୁହନ୍ତୁ। ଏହା କେବଳ ଗୋଟେ ସାଧାରଣ ପୁରସ୍କାର ନୁହେଁ, ମାନେ ଫ୍ରାନ୍ସର ଯୋଉ ସାଂସ୍କୃତିକ ମନ୍ତ୍ରାଳୟ ଅଛି ନା, ହଁ ସେମାନେ ଏଇ ସମ୍ମାନ ଦିଅନ୍ତି। ଆଉ ଏଇଟା ଏଇ ଶେଭାଲିୟର ଅଫ୍ ଆର୍ଟ୍ସ ଆଣ୍ଡ ଲେଟର୍ସ ସେମାନଙ୍କର ବହୁତ ଉଚ୍ଚ କୋଟିର ସାଂସ୍କୃତିକ ସମ୍ମାନ ଭିତରୁ ଗୋଟିଏ। ଆଚ୍ଛା। ହଁ, ଯେମାନେ ପୁରା ବିଶ୍ୱସ୍ତରରେ କଳା ଓ ସାହିତ୍ୟରେ କିଛି ବହୁତ ବଡ଼ କାମ କରିଥାନ୍ତି, ସେମାନଙ୍କୁ ହିଁ ଏହି ସମ୍ମାନ ମିଳେ। ତ ଜଣେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀଙ୍କୁ, ଆଉ ବିଶେଷ କରି ଭରତନାଟ୍ୟମ୍ ପାଇଁ ଏହା ମିଳିବା ବହୁତ ବଡ଼ କଥା। ନିଶ୍ଚୟ ବହୁତ ବଡ଼ କଥା। କିନ୍ତୁ ମାନେ ଆଲାରମେଲ ଭାଲିଙ୍କୁ ହିଁ କାହିଁକି ବଛାଗଲା? ଭରତନାଟ୍ୟମ୍ ତ ବହୁତ ବଡ଼ କ୍ଷେତ୍ର, ହଁ। ଆଉ ସେତେବେଳେ ବି ନିଶ୍ଚୟ ଅନେକ ଭଲ କଳାକାର ଥିବେ। ହଁ ନା, ଏଇଟା ବହୁତ ଭଲ ପ୍ରଶ୍ନ ପଚାରିଲେ। ଦେଖନ୍ତୁ, ଆଲାରମେଲ ଭାଲି କେବଳ ଜଣେ ନୃତ୍ୟଶିଳ୍ପୀ ନୁହନ୍ତି, ଆଚ୍ଛା। ସେ ଜଣେ ଗବେଷକ ବି। ଆଉ ତାଙ୍କର ଗୋଟେ ନିଜସ୍ୱ ଶୈଳୀ ଅଛି। ସେ ପାରମ୍ପରିକ ପନ୍ଥାନାଲୁର ଶୈଳୀରେ ତ ଶିଖିଛନ୍ତି, କିନ୍ତୁ ସେଥିରେ ନିଜର ଗୋଟେ ସ୍ୱତନ୍ତ୍ରତା ଆଣିଛନ୍ତି। ତାଙ୍କ ନାଚରେ ଗଭୀରତା ଅଛି, ସୂକ୍ଷ୍ମତା ଅଛି। ମାନେ ପରମ୍ପରା ଭିତରେ ନୂତନତା। ଏକଦମ। ସମ୍ଭବତଃ ତାଙ୍କର ଏଇ ଯୋଉ ଅନନ୍ୟତା ଆଉ ଯେମିତି ସେ ଭରତନାଟ୍ୟମକୁ ବିଶ୍ୱସ୍ତରରେ ପହଞ୍ଚାଇଛନ୍ତି, ସେ କାମକୁ ହିଁ ଫରାସୀ ସରକାର ସ୍ୱୀକୃତି ଦେଲେ। ଏଇଟା ଖାଲି ତାଙ୍କର ବ୍ୟକ୍ତିଗତ ସଫଳତା ନୁହଁ, ବୁଝିଲେ, ଏଇଟା ପୁରା ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ପାଇଁ ଗର୍ବର କଥା। ହଁ ବୁଝିଲି। ତାମାନେ ଏହା କେବଳ ଆମ କଳାର ଗୋଟେ ଆନ୍ତର୍ଜାତୀୟ ସ୍ୱୀକୃତି ନୁହେଁ, ବରଂ ଭାରତ ଆଉ ଫ୍ରାନ୍ସ ଭିତରେ ଯୋଉ ସାଂସ୍କୃତିକ ଆଦାନ ପ୍ରଦାନ ଚାଲେ, ହଁ ହଁ ତାର ବି ଗୋଟେ ଭଲ ଉଦାହରଣ। 2004 ବେଳକୁ ଏମିତି ଗୋଟେ ସମ୍ମାନ ନିଶ୍ଚୟ ଦୁଇ ଦେଶର ସାଂସ୍କୃତିକ ସମ୍ପର୍କକୁ ଆହୁରି ମଜବୁତ କରିଥିବ। ଏକଦମ ଠିକ୍ କହିଲେ। ଏହିପରି ସମ୍ମାନ ଦେଖାଏ ଯେ କଳାର କୌଣସି ସୀମା ନାହିଁ। ଆଉ ଗୋଟେ ଦେଶ ଅନ୍ୟ ଦେଶର ସଂସ୍କୃତିକୁ, ତାର ଉତ୍କର୍ଷତାକୁ କେତେ ସମ୍ମାନ ଦେଉଛି, ଏହା ଗୋଟେ ଭଲ ବାତାବରଣ ତିଆରି କରେ। ହୁଏତ ଆଗକୁ ଅନ୍ୟ ଭାରତୀୟ କଳାକାରଙ୍କ ପାଇଁ ବି ଏହା ବାଟ ଖୋଲିଥିବ। ତାହେଲେ ମୋଟାମୋଟି ଭାବେ ଆମେ ଏହି ଆଲୋଚନାରୁ ବୁଝିଲେ ଯେ ଆଲାରମେଲ ଭାଲିଙ୍କୁ 2004ରେ ମିଳିଥିବା ସେ ଫ୍ରାନ୍ସର ଶେଭାଲିୟର ଅଫ୍ ଆର୍ଟ୍ସ ଆଣ୍ଡ ଲେଟର୍ସ ସମ୍ମାନ, ହଁ ସେଇଟା ଖାଲି ଗୋଟେ ପୁରସ୍କାର ନଥିଲା। ଏହା ଭରତନାଟ୍ୟମ୍ ପରି ଏକ ଶାସ୍ତ୍ରୀୟ କଳାର ଗଭୀରତା, ତାର ସୌନ୍ଦର୍ଯ୍ୟ ଆଉ ଖାସ୍ କରି ଭାଲିଙ୍କର ନିଜସ୍ୱ ଅବଦାନକୁ, ହଁ ତାଙ୍କ ଅବଦାନକୁ ଗୋଟେ ବଡ଼ ଆନ୍ତର୍ଜାତୀୟ ସ୍ତରରେ ମିଳିଥିବା ସ୍ୱୀକୃତି ଆଉ ସମ୍ମାନର ପ୍ରତୀକ। ହଁ, ଆଉ ଏଇଠୁ ଜାଣିଛନ୍ତି ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ମନକୁ ଆସୁଛି। କ'ଣ? ଯେତେବେଳେ ପାଶ୍ଚାତ୍ୟ ଦେଶମାନେ ଆମ ପାରମ୍ପରିକ କଳାକୁ ଏମିତି ବଡ଼ ସମ୍ମାନ ଦିଅନ୍ତି, ଏହା ସେ କଳାର ସଂରକ୍ଷଣ ପାଇଁ, ତାର ପ୍ରସାର ପାଇଁ କ'ଣ ସୂଚନା ଦିଏ? ଆଚ୍ଛା। ଆଉ ଆମ ନିଜ ଦେଶରେ ଏହି କଳା ପ୍ରତି ଲୋକଙ୍କର ଯୋଉ ଦୃଷ୍ଟିକୋଣ ଅଛି, ତାକୁ ଏହା କେମିତି ପ୍ରଭାବିତ କରେ? ଏଇଟା ନିଶ୍ଚୟ ଟିକେ ଭାବିବା କଥା ନା।